ନାଇଁ ମଦ କାହିଁ ବନ୍ଦ ହେଇପାରିବନି। ମଦ ବନ୍ଦ ହେବା ନିହାତି ଆବଶ୍ୟକ ଅଛି। ତାର କାରଣ ମଦ ବିରୋଧରେ ଆନ୍ଦୋଳନ ତ ଆଜିର କଥା ନୁହଁ। ଅନେକ ସଂଗଠନ ଅନେକ ସମାଜସେବୀ ମାନେ ଅତୀତରେ ଆନ୍ଦୋଳନ କରୁଛନ୍ତି ମଦ ବନ୍ଦ ପାଇଁ। ଓଡ଼ିଶାରେ ସମାଜସେବୀ ମାନେ କେବଳ ଦାୟିତ୍ୱ ନେଇଛନ୍ତି କି ବୁଦ୍ଧିଜୀବୀ ମାନେ ଦାୟିତ୍ୱ ନେଇଛନ୍ତି କି ମଦ ବନ୍ଦ ହଉ ବୋଲି। ଏଇଟା ସରକାରଙ୍କର ମଧ୍ୟ ଗୋଟେ ମୁଖ୍ୟ ଦାୟିତ୍ୱ ଯେ ମଦ କେମିତି ବନ୍ଦ ହେବା ଦରକାର। କାହିଁକି ନା ମଦ ଦ୍ୱାରା ମଦ ପିଇବା ଦ୍ୱାରା କ'ଣ କ'ଣ ଅସୁବିଧା ବର୍ତ୍ତମାନ ଘରେ ଘରେ କଳି ଝଗଡ଼ା ମାରପିଟ ଏ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି। ଆମେ ତ ମୁଁ ଭାବୁଛି ଆପଣଙ୍କ ଦେଖିବେ 24 ବର୍ଷ ଶାସନ ଭିତରେ କହିଲେ ତ କହିବେ ଇଏ ବିରୋଧରେ କଥା କହୁଛନ୍ତି। 24 ବର୍ଷ ଶାସନ ଭିତରେ ଆମେ ଏତେ ମାଗଣା ଯୋଜନା କରିଦେଲେ ଯେ ଜନ୍ମଠୁ ମରଣ ପର୍ଯ୍ୟନ୍ତ ତା ସାଙ୍ଗରେ ଚାଉଳ ଦେଇଦେଲେ ମାଗଣା, ସେପଟରେ ଘର ଦେଇଦେଲେ, ସବୁ ଦେଇଦେଲେ, ବିଲ ପଡ଼ିଲା ପଡ଼ିଆ। ବାକି ଯେତିକି ସମୟ ଲୋକ ବସିଲେ ତାକୁ ବର୍ତ୍ତମାନ କାମ ନ କରି ମଦ ପିଇଲା ପରେ ଘର ଭିତରେ ପରିସ୍ଥିତି କ'ଣ ହେଉଛି। ବର୍ତ୍ତମାନ ଯଦି ଆମେ ହିଂସା ଉପରେ ନଜର ପକାଇବା, ରାଜ୍ୟରେ ପାରିବାରିକ ହିଂସା ଉତ୍କଟ ପରିସ୍ଥିତିରେ ଅଛି। ତାର ମୁଖ୍ୟ କାରଣ ହେଉଛି ମଦ ବିରୋଧରେ ଆନ୍ଦୋଳନ ପାଇଁ ମଦମୁକ୍ତ ଯୁବବାହିନୀ ହେଉ ଅନେକ ସଂଗଠନ ମାନେ ଅତୀତରୁ ବା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସରକାର ପୂର୍ବ ସରକାର ଯିଏ ଥିଲେ ମଦକୁ କେଉଁଠି ନା କେଉଁଠି ପ୍ରମୋଶନ କରୁଥିଲେ। କାହିଁକି ନା ଭୁବନେଶ୍ୱର ହେଉ ସାରା ଓଡ଼ିଶାରେ ହେଉ ମଦ ଦୋକାନ କେତେ ଥିଲା, ବର୍ତ୍ତମାନ କେତେ। ମୁଁ ଭାବୁଛି ବା ସରକାରୀ ହିସାବରେ ସର୍ବାଧିକ ମଦ ଦୋକାନ ବର୍ତ୍ତମାନ ବ୍ରହ୍ମପୁର ଅଞ୍ଚଳରେ ହେଇଛି, ମାନେ ବ୍ରହ୍ମପୁରରେ। ଯେ ମଦ ଦୋକାନ ଏତେ ଖୋଲିବା ପଛରେ କ'ଣ କାମ ଥିଲା ନା ମଦ ଯେତେ ଦୋକାନ ମଦ ମାଫିଆ କାହିଁକି କୁହାଯାଉଛି। ମଦ ଦୋକାନ କିଏ ଦେଇଥିଲା ଆଉ ନେଇଥିଲା କିଏ, ତା ପଛପଟରେ ଲୋକ କିଏ। ଯଦି ଗୋଟେ ଓମ୍ଫେଡ୍ ବୁଥରେ ଗୋଟେ ସିଷ୍ଟମ୍ ଅଛି, ଆମେ ତ ଆଶ୍ଚର୍ଯ୍ୟ ସନ୍ଧ୍ୟା ହେଲା ବେଳକୁ ମଦ ଦୋକାନ ପାଖରେ ଯେଉଁଭଳି ଭିଡ଼ ହେଉଛି, ଲୋକ ପ୍ରତିଯୋଗିତା କରିକି ମଦ ନେଉଛନ୍ତି। କିନ୍ତୁ ଗୋଟେ କ୍ଷୀର ଦୋକାନୀ ଆସିଲା ବେଳକୁ କ୍ଷୀର ବିକିବାକୁ ତାକୁ ଆଗେ ପ୍ରଶ୍ନ ପଚରା ହେଉଛି ଯେ କ୍ଷୀରରେ କ'ଣ ପାଣି ମିଶାଇ ଦେଇଛୁ। ତେଣୁ ଲୋକମାନଙ୍କ ଉପରେ ପ୍ରଥମେ ହେଉଛି ଲୋକମାନେ ସଚେତନ ହେବା ବି ଦରକାର। ସରକାର ମଦ ବନ୍ଦ କରିବେନି କାହିଁକି? ବର୍ତ୍ତମାନ ସରକାର ମଦ ବନ୍ଦ କରିବାର ଆବଶ୍ୟକତା ଅଛି। ବିହାରରେ ଯଦି ମଦ ବନ୍ଦ ହେଇଗଲା, ଓଡ଼ିଶାରେ କାହିଁ ବନ୍ଦ ହେବନି? ମଦ ବନ୍ଦ କରିବା ପାଇଁ ଆଉ ଆପଣ ଯଦି କହିବେ ଯେ ଆମେ ମଦ ବନ୍ଦ କରିବୁନି, ଆପଣ ଏପଟରେ ମଦକୁ ଗୁରୁତ୍ୱ ଦେବେ, ମଦ ବିକିବେ 10:30 ରାତି ପର୍ଯ୍ୟନ୍ତ ବିଭିନ୍ନ କାଉଣ୍ଟର ଖୋଲିବେ। ତାପରେ ଯିଏ ମଦ ପିଇକି ଯିବ ରାସ୍ତାରେ ପୋଲିସକୁ ଲଗାଇଦେବେ, ତା ପାଟିରେ ଗୋଟେ ପାଇପ୍ ପୁରେଇ ଦେବ, ତା ପାରୁ 2000 1000 ଜୋରିମାନା ନେବେ। ଇଏ ଯେଉଁ ଚଟୁ ଆମିଷ ଆଉ ବେଣ୍ଟ ନିରାମିଷ ପଦ୍ଧତି, ଇଏ କ'ଣ ପାଇଁ ଆପଣଙ୍କର? ଯେ ଆପଣ ମଦ ପିଇଲା ପରେ ଗୋଟେ ଗରିବ ଲୋକଟେ ଯଦି ସିଏ 200 ଟଙ୍କାରେ ମଦ ପିଇଛି, ଆପଣ ତା ପାଖରେ ପକେଟ ଶୂନ୍ୟ, ଆପଣ ତାପରେ 1000 ଟଙ୍କା ଫାଇନ୍ କଲେ ସିଏ କ'ଣ ତାକୁ ପ୍ୟାଣ୍ଟ ସାର୍ଟ ଖୋଲିକି ଦେବ? ତେଣୁ ଆପଣ ଚିନ୍ତା କରିବା ଦରକାର ଯେ ସରକାରଙ୍କର ଯେହେତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ରାଜ୍ୟରେ ଯିଏ ସରକାର କରୁଛନ୍ତି ତାଙ୍କର ଦାୟିତ୍ୱ ହେଉଛି ଓଡ଼ିଶାର ଜନସାଧାରଣଙ୍କୁ ସୁରକ୍ଷିତ କରିବା ଓ ସୁରକ୍ଷିତ ରଖିବା, ସେମାନଙ୍କୁ ହିଂସା ମୁକ୍ତରୁ ଦୂରେଇ ରଖିବା, ହିଂସା ମୁକ୍ତ କରିବା। ବର୍ତ୍ତମାନ ହିଂସା ଏଭଳି ଯେ ଉତ୍କଟ ପରିସ୍ଥିତି ବ୍ୟାପିଛି। ମଦ ପିଇଦେଲା ପରେ ଲୋକ ଜଣେ ଗାଡ଼ି ଚଲାଉଛି, ଆପଣ ଗଣମାଧ୍ୟମରେ ମୁଁ ଜନସାଧାରଣଙ୍କୁ କହିବାକୁ ଚାହେଁ, ଆପଣ ଯଦି ଗୋଟେ ଗାଡ଼ି ଚଲେଇକି ଯାଉଛନ୍ତି, ଆପଣଙ୍କ ରାସ୍ତାରେ ଅଛନ୍ତି, ଆପଣଙ୍କ ଲାଇନ୍ରେ ଅଛନ୍ତି, ଆପଣଙ୍କ ରୁଟ୍ରେ ଅଛନ୍ତି, ଯଦି ପଛପଟରୁ ଆପଣଙ୍କୁ ଜଣେ ମଦୁଆ ଆସିକି ଗାଡ଼ି ବାଡ଼େଇ ଦିଏ ବା ଆଗପଟରୁ ସେପଟରୁ ଆସିକି ମଦୁଆ ଗୋଟେ ବାଡ଼େଇ ଦିଏ, ଆପଣଙ୍କର ବିନା କାରଣରେ ଆପଣଙ୍କର ଦୋଷ ନଥାଇକି ଜୀବନ ଚାଲିଯାଉଛି। ଆଉ ଦୁର୍ଘଟଣା ମଧ୍ୟ ସଡ଼କ ଦୁର୍ଘଟଣା ମଦ ପାଇଁ ସର୍ବାଧିକ ହେଉଛି। ତେଣୁ ଏ ଯେଉଁ ଦୁର୍ଘଟଣା, ମୃତ୍ୟୁ, ଅପମୃତ୍ୟୁ ଆଉ ଯେଉଁ ହିଂସା, ପାରିବାରିକ ହିଂସା, ନାରୀଙ୍କ ଉପରେ ହିଂସା, ଇଏ ହେଉଛି ପ୍ରମୁଖ କାରଣ ହେଲା ମଦ। ତେଣୁ ମଦକୁ କେମିତି ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିହେବ। ଆଉ ସରକାର ଯଦି କହୁଛନ୍ତି ଆମେ ଭାବୁଛୁ, ଚିନ୍ତା କରୁଛୁ, ଦେଖୁଛୁ, ଆପଣ କାହିଁକି ଦେଖୁଛନ୍ତି ଆଜ୍ଞା? ଆପଣ ଯେଉଁ ନିର୍ବାଚନ ବେଳେ ଆପଣ ପ୍ରତିଶ୍ରୁତି ଦେଇଥିଲେ ଆମେ ଓଡ଼ିଶାରେ ଆମେ ସରକାର କରିଲେ ଆମେ ଓଡ଼ିଶାରେ ମଦ ବନ୍ଦ କରିବୁ ବୋଲି। ଆପଣ ଯେତେବେଳେ ଓଡ଼ିଶାରେ ସରକାର କରିବା ପୂର୍ବରୁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଦ ବନ୍ଦ କରିବା ପାଇଁ, ତାହେଲେ ଆପଣ କାହିଁକି ମଦ ବନ୍ଦ କରିବେନି? ଯଦି ଆପଣ ମଦ ନ ବନ୍ଦ କରନ୍ତି ତାହେଲେ ଆମେ ଆପଣଙ୍କ ବିରୋଧରେ ଯାହା ଏଇ ଯେଉଁ ମଦ ଆପଣ ଯେଉଁ କଥା କହିଥିଲେ ଆମେ ସବୁଦିନ ଆପଣଙ୍କୁ ମନେ ପକାଇ ଦେବୁ। ଆଉ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସେଇ ଭିଡ଼ିଓଟିକି ଆପଣଙ୍କୁ ସବୁବେଳେ ମନେ ପକାଇବେ ଯେ ନିର୍ବାଚନ ସମୟରେ ଆପଣ ପ୍ରତିଶ୍ରୁତି ଦେଇଥିଲେ ମଦ ବନ୍ଦ କରିବା ପାଇଁ। ଆଶା ବିଶ୍ୱାସ ଅଛି
जे नुआ सरकार जी होती ओडिशा रे से निश्चित भावे मद बंद करिया को जेहेतु सी गोटे कथा देइथिले से निश्चित भावे मद बंद करियो बोली आमर आशा विश्वास अछि।